ନମସ୍କାର। ଆମର ପଡ଼ୋଶୀ ରାଜ୍ୟ ୱେଷ୍ଟବେଙ୍ଗଲ, ତାର ଗୋଟାଏ ଜିଲ୍ଲା ହେଉଛି ମୁର୍ଶିଦାବାଦ ବୋଲି ଗୋଟାଏ ଜିଲ୍ଲା। ସେଠି ୱାକଫ୍ ବିଲ୍କୁ ନେଇ ଆମର ମୁସଲିମ ସମ୍ପ୍ରଦାୟର ଲୋକମାନେ ଆନ୍ଦୋଳନ କରିଥିଲେ। ଏହାକୁ ତ ଆନ୍ଦୋଳନ କୁହାଯିବନି, ଏହାକୁ ଦଙ୍ଗା ବୋଲି କୁହାଯିବ। ମାନେ ଏମିତି ଆନ୍ଦୋଳନ କରିଥିଲେ, ବସ୍ ପୋଡ଼ି ଦେଇଥିଲେ, ଦୋକାନ ପୋଡ଼ି ଦେଇଥିଲେ, ତାପରେ ହେଉଛି ଘର ବି ପୋଡ଼ି ଦେଇଥିଲେ। ତାହା ପୁଣି ହିନ୍ଦୁ ଲୋକଙ୍କର ଗୋଟେ ଟାର୍ଗେଟ୍ ରଖିକି, ହିନ୍ଦୁ ଲୋକଙ୍କୁ ଟାର୍ଗେଟ୍ ରଖିକି ତାଙ୍କର ଘର ପୋଡ଼ିବା, ଦୋକାନ ପୋଡ଼ିବା। ସେଇ ପାଖରେ ମୁସଲିମ ଲୋକଙ୍କ ଘର ଅଛି, ତାଙ୍କର ବି କିଛି କ୍ଷତି ହେଇନି, କିନ୍ତୁ ହିନ୍ଦୁ ଲୋକଙ୍କର ଦୋକାନ ଘର ଜାଳି ଦେଇଛନ୍ତି। ତ ଏଇଟା କେତେ ଦୂର ଠିକ୍? ଆପଣ ଯଦି ଆନ୍ଦୋଳନ କରିବାର ଅଛି, ଆପଣ ଯଦି ସତ୍ସାହସ ଅଛି, ଆପଣଙ୍କର ଯଦି ପ୍ରକୃତ ଆନ୍ଦୋଳନ କରିବାର ଅଛି, ଆପଣ ସରକାର ସହିତ କରନ୍ତୁ। ଆପଣଙ୍କର ସାଧାରଣ ଲୋକ, ନିର୍ଦ୍ଦୋଷ ଲୋକଙ୍କ, ନିରୀହ ଲୋକଙ୍କ ଦୋକାନ ପୋଡ଼ିଦେବା, କାହା ଗାଡ଼ି ପୋଡ଼ିଦେବା, କାହା ଠେଲା ଗାଡ଼ି ପୋଡ଼ିଦେବା, ଏହା କେତେ ଦୂର ଠିକ୍? ଜଣଙ୍କ ଜୀବନ ଜୀବିକା ନିର୍ବାହ କରୁଥିବା ଗୋଟେ ଲୋକର ଦୋକାନ ପୋଡ଼ିଦେବା, ଏହା କେତେ ଦୂର ଠିକ୍? ତା ସହିତ ସବୁଠୁ ବଡ଼ ଘଟଣା ହେଉଛି ଯେ ଗୋଟେ ନିର୍ଦ୍ଦୋଷ ଲୋକକୁ ଘରୁ ଟାଣି ଆଣିକି ବାପ ପୁଅଙ୍କୁ ରାସ୍ତା ଉପରେ ପିଟି ପିଟି ମାରିଦେବା, ଏଇଟା କେତେ ଦୂର ଠିକ୍ ଥିଲା? ଆମେ ନିଜ ପିଲାକୁ ଗୋଟେ ଚାପଡ଼ା ମାରିଲେ, ତା ଆଖିରୁ ଲୁହ ଦୁଇ ଟୋପା ଝରିଗଲେ ଆମେ ଆହା କରିକି ପୁଣି ତାକୁ ଧରି ପକାଉଛେ ଯେ କ'ଣ କଲି, ବାଡ଼େଇ ଦେଲି। ଆପଣ କେଉଁ ଭଳିଆ ନୃଶଂସ, କେଉଁ ଭଳିଆ ନୃଶଂସ ଆପଣ ଗୋଟେ ଲୋକକୁ ଆଣିକି ପିଟି ପିଟି ତାକୁ ମାରିଦେବା। ଏଇଟା ମାନେ ଆପଣଙ୍କର କେତେ ହୃଦୟ ବିଦାରକ କାହାଣୀ, କେତେ ଆପଣ କଠୋର, ନିଷ୍ଠୁର, ଅମଣିଷ, ତାହାର ଜ୍ୱଳନ୍ତ ଉଦାହରଣ ଆପଣମାନେ ଦେଇଛନ୍ତି। ମୋର କହିବାର ଗୋଟିଏ କଥା ଥିଲା ଯେ ୱେଷ୍ଟବେଙ୍ଗଲରେ ସମସ୍ତ ହିନ୍ଦୁ ଏକ ହୁଅନ୍ତୁ ଏବଂ ଏହି ତୁଷ୍ଟିକରଣ ରାଜନୀତି ଠାରୁ ରାଜନେତାଙ୍କୁ କଡ଼ା ସବକ ଦିଅନ୍ତୁ ଏବଂ ଆଗାମୀ ଦିନରେ ସମସ୍ତେ ଏକ ହୋଇ ମାନେ ଆର ସମୂଳ ସମାଧାନ କରିବା ପାଇଁ ପୁରା ପ୍ରିପେୟାର ହେଇକି ରୁହନ୍ତୁ। ଆଶା କରୁଛି ୱେଷ୍ଟବେଙ୍ଗଲବାସୀ ଭଲସେ ବୁଝିପାରିବେ। ଧନ୍ୟବାଦ।